जय जगन्नाथ। नमस्कार प्रिय दर्शक बंधु। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ବରପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ମାସିକ ରାଶିଫଳ 1 ସେପ୍ଟେମ୍ବର 2026ରୁ 30 ସେପ୍ଟେମ୍ବର 2026 ମସିହା। ସନ୍ 2024 ମସିହାର ସେପ୍ଟେମ୍ବର ମାସରେ ଯେଉଁ ବ୍ୟକ୍ତିଙ୍କର ଜନ୍ମ ଜାତକ ରାଶି ହେଉଛି ବୃଷ ରାଶି, ଅନ୍ୟଥା ଜନ୍ମ ଜାତକରେ ଲଗ୍ନ ହେଉଛି ବୃଷ ଲଗ୍ନ। ଯଦି ଆପଣଙ୍କ ପାଖରେ ଜାତକ ନାହିଁ, ନାମ ରାଶି ହେଉଛି ବୃଷ ରାଶି, ତାହା ନିଶ୍ଚିତ ରୂପରେ ଆବିଶ୍ୱର ଦେଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପ୍ରିୟ ଦର୍ଶକ ବନ୍ଧୁ, ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଧନ ପ୍ରାପ୍ତି ଯୋଗ ଅଛି। କିଛି ଅର୍ଥ କାମନା ପରିପୂର୍ଣ୍ଣତା ଦେଖାଦେବ। ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ହେବ। ଭାଇ ଭଉଣୀ ମିତ୍ରଙ୍କ ମଧ୍ୟରେ ସହଯୋଗତା ମିଳିବ, କିଛି ରାସ୍ତା ମିଳିବ, କିଛି ପ୍ରପର୍ଟି ମିଳିବ, କିଛି ସହଯୋଗତାର ସମ୍ଭାବନା ଦେଖାଦେଉଛି। ଯଦି ଆପଣ କିଛି ଗୃହଟି ନିର୍ମାଣ କରିବାକୁ ଚାହୁଁଛନ୍ତି, ଘର ଜାଗା ଟିକେ ଚାହୁଁଛନ୍ତି, କୌଣସି ମିତ୍ରଙ୍କ ସହଯୋଗ ମଧ୍ୟ ନିଶ୍ଚିତ ପ୍ରାପ୍ତି ଅଛି। ଏବଂ କିଛି ଇନଭେଷ୍ଟମେଣ୍ଟ କରୁଛନ୍ତି, କିଛି ଗୃହ ନିର୍ମାଣ କରୁଛନ୍ତି, ସେଥିରେ ମଧ୍ୟ ସଫଳତା ଦେଖାଦେବ। କିନ୍ତୁ ମନେ ରଖିଥିବା ଦରକାର, ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ପ୍ରତି ଟିକେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକତା ଅଛି ଏବଂ ପିତୃତୁଲ୍ୟ ବ୍ୟକ୍ତିଙ୍କୁ କେବେ କଷ୍ଟ ଦେବା ଉଚିତ ନୁହେଁ। ଯେକୌଣସି କ୍ଷେତ୍ରରେ କର୍ମ କରୁଛନ୍ତି, କର୍ମ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକତା ଅଛି। ନିଜ କର୍ମକୁ ନିଷ୍ଠାବାନ ସହିତ କାର୍ଯ୍ୟ କରନ୍ତୁ। ସନ୍ତାନଙ୍କ ଅଚାନକ ସ୍ୱାସ୍ଥ୍ୟ ବା ମାନସିକ ଉପରେ କୌଣସି କମଜୋରି ଯୋଗୁଁ ଆପଣ ବିଚଳିତ ହେବେ, ଅସନ୍ତୁଷ୍ଟତା ଦେଖାଦେବ। ସନ୍ତାନ ପ୍ରାପ୍ତି ଯୋଗ ମଧ୍ୟ ଅଛି। ସୁସନ୍ତାନ ପ୍ରାପ୍ତି, ବୁଦ୍ଧି ବିଦ୍ୟା ଏବଂ କୌଶଳତା ବିଦ୍ୟାରେ ଯଥେଷ୍ଟ ଉପଲବ୍ଧି ପ୍ରାପ୍ତି ଅଛି। କିନ୍ତୁ ଧୈର୍ଯ୍ୟର ସହିତ କାର୍ଯ୍ୟ କରିବା ଅତ୍ୟନ୍ତ ଆବଶ୍ୟକତା ଅଛି। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ରରେ କେୟାରଲେସ୍ ମନୋଭାବନା ରଖିବା ଉଚିତ ନୁହେଁ ଏବଂ ଅଧିକ ସନ୍ଦେହତା ଭିତରେ ରୁହନ୍ତୁନି। ନେଗେଟିଭ ଥଟ୍ ଠାରୁ ଯେତେ ଦୂରେଇ ଯିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପିଲାଙ୍କ ସହିତ ବିଲକୁଲ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ନିଜର ସନ୍ତାନ ହଉ ବା ମିତ୍ର ହୁଅନ୍ତୁ, ଟିକେ ସାବଧାନ। এই ମାସରେ କୌଣସି ଲଭ୍ ମ୍ୟାଟରକୁ ନେଇ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। କର୍ମ, ପିତା, ରାଜ୍ୟ, କାରବାର, ପଦ, ପ୍ରଭୁତା, ଅଧିକାର, ପ୍ରତିଷ୍ଠା, ରାଜଯୋଗ ଉପରେ କୌଣସି ନା କୌଣସି ଟିକେ କଷ୍ଟସାଧ୍ୟ ହେବ। ପରିଶ୍ରମ ଅଧିକ କରିବାକୁ ପଡ଼ିବା ଦରକାର, କରିବା ଆବଶ୍ୟକତା ଅଛି। ଆୟ ଯେତିକି ମିଳୁଛି ସେତିକିରେ ସନ୍ତୁଷ୍ଟି ଏବଂ ଶାନ୍ତି ରହିବା ବହୁତ ଆବଶ୍ୟକତା ଅଛି। ନିଶ୍ଚିତ ଲାଭରେ ରହିବେ ଏବଂ କଷ୍ଟ ମଧ୍ୟ ଆସିପାରେ। ଅନେକ ପିଲାମାନେ ଅଛନ୍ତି ବୃଷ ରାଶି ବ୍ୟକ୍ତିମାନେ ଆଶା ଠାରୁ କମଜୋରି ମିଳିବ। ଆଶା ଅପେକ୍ଷା ଭରସା ବିଶ୍ୱାସର ଧୋକା ମଧ୍ୟ କାର୍ଯ୍ୟ ହୁଏ। କିନ୍ତୁ ଧାର୍ମିକ ଏବଂ ପରମାର୍ଥୀ ହିସାବରେ ବା କୌଣସି ବ୍ୟକ୍ତି ଧର୍ମ କାର୍ଯ୍ୟରେ ଅଛି ତାକୁ ପ୍ରତିରୋଧ କରିବା ନାହିଁ, ବା ନିଜେ ଧର୍ମ କାର୍ଯ୍ୟରେ ଅଛି କିଛି କଷ୍ଟ ଆସୁଛି ସେଥିରେ ସନ୍ତୁଷ୍ଟି ଏବଂ ରାସ୍ତା ବାହାର କରିବା ବହୁତ ଆବଶ୍ୟକତା ଅଛି। ମାମୁଁ ଘର, ମଉସା ମାଉସୀ ଏମାନଙ୍କ ସହିତ ସୁସମ୍ପର୍କତା ରଖିବା, ଏମାନଙ୍କର କାର୍ୟ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ମଧ୍ୟ ଦେଖାଦେବାର ସମ୍ଭାବନା ଦେଖାଦେଉଛି। କିନ୍ତୁ ନିଜର କମଜୋରି ଏମାନଙ୍କ ସହିତ ପ୍ରକାଶ କରନ୍ତୁ ନାହିଁ। ତାଦ୍ୱାରା ଆପଣ ପାରିବାରିକ ସମସ୍ୟା ଅଧିକ ନେଗେଟିଭ ହେବାକୁ ଯିବ। ପିତା ପୁତ୍ର ମଧ୍ୟରେ ସନ୍ତୁଷ୍ଟି ଏବଂ ଶାନ୍ତି ରଖନ୍ତୁ। ନିଜ କର୍ମକ୍ଷେତ୍ରରେ ଭାଷା ବ୍ୟବହାର ପ୍ରତି ଟିକେ ନିୟନ୍ତ୍ରଣ ରଖନ୍ତୁ। ଇଗୋକୁ ତ୍ୟାଗ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରତିକାର କ'ଣ କରିବା? ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସ୍ନାନାଦି କାର୍ଯ୍ୟ ସାରି ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରିବା ଏବଂ ଗାୟତ୍ରୀ ମନ୍ତ୍ରକୁ ଜପ କରିବା। ନିଜ ଭୁଲକୁ ନିଜେ ସୁଧାରତା ଦେବା, ଗୁରୁଜନ ବ୍ୟକ୍ତିଙ୍କୁ ସମ୍ମାନ କରିବା, ତା ନିଶ୍ଚିତ ରୂପରେ ଆମେ ଅଧିକରୁ ଅଧିକ ସଫଳତା ପାଇବା। ଜୀବବଦ୍ଧ କରନ୍ତୁନି, ଅଖାଦ୍ୟ ସେବନ କରନ୍ତୁନି। ଏହାଦ୍ୱାରା ଆପଣଙ୍କର ମଙ୍ଗଳ ହେବ, ମାସଟି ଭଲରେ କଟିବ। ପ୍ରିୟ ଦର୍ଶକ ବନ୍ଧୁ, এটা ଥିଲା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ମାସିକ ରାଶିଫଳ। ଆଜି ତ ସମୟ ଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ପୁଣି ଦେଖା ପାକା ମଧ୍ୟରେ। ଜୟ ଜଗନ୍ନାଥ, ନମସ୍କାର।